ହଉ ପିଲାମାନେ ଏବେ ଆମେ ଜାଣିବା ସ୍ୱାଧୀନତା ଦିବସ ବିଷୟରେ ହେଲା। ଆମେ ସ୍ୱାଧୀନତା ଦିବସ ବିଷୟରେ ଆମ ଦେଶ କେବେ ସ୍ୱାଧୀନତା ହୋଇଥିଲା କିଏ କହିପାରିବ? ଆମ ଦେଶ 1947 ମସିହା ଅଗଷ୍ଟ 15 ତାରିଖ ଦିନ ସ୍ୱାଧୀନତା ହୋଇଥିଲା ହେଲା। ଯେତେବେଳେ ଇଂରେଜ ମାନେ ଆସିକି ଶାସନ କରୁଥିଲେ ଯୋଉ 1947 ମସିହା ଅଗଷ୍ଟ 15 ତାରିଖ ଦିନ ହିଁ ସେମାନେ ରାତି ରାତି ଆମ ଦେଶ ଛାଡି ଚାଲି ଯାଇଥିଲେ। ତମେ ମୋ କଥା ଶୁଣ। ସେମାନେ ଆମ ଦେଶ ଛାଡି ସମସ୍ତେ ଚାଲି ଯାଇଥିଲେ ହେଲା। ସେଇ ଦିନଠାରୁ ଆମ ଦେଶ ସ୍ୱାଧୀନ ହୋଇଥିଲା ହେଲା। ଆମ ସ୍କୁଲରେ ପାଳନ କରାଯାଏ ନା ନାହିଁ? ଆମ ସ୍କୁଲରେ ସବୁ କଣ କଣ କରା ହୁଏ କହିଲେ ପିଲା? ନା ଯୋଉଦିନ ଆମର ସ୍ୱାଧୀନତା ଦିବସ ଦିନ ସ୍କୁଲରେ କଣ କରାଯାଏ? ସ୍କୁଲରେ କଣ କରନ୍ତି? ସମସ୍ତଙ୍କ ସ୍କୁଲରେ ତ୍ରିରଙ୍ଗା ପତାକା ଉଡାଯାଏ ନା ନାହିଁ? ତ୍ରିରଙ୍ଗା ପତାକା ଉଡାଯାଏ। ଆଉ କଣ କରନ୍ତି ସେଦିନ? ଆମର ଯୋଉ ପୂର୍ବ ପୁରୁଷ ମାନେ ରହିଛନ୍ତି, ଯୋଉମାନେ ଆମ ଦେଶ ପାଇଁ ଜୀବନ ଦେଇଛନ୍ତି, ଯୋଉମାନଙ୍କ ପାଇଁ ଇଂରେଜ ମାନେ ଆମ ଦେଶ ଛାଡି ଚାଲିଗଲେ, ଯାହା ପାଇଁ ଆମେ ସ୍ୱାଧୀନ ହେଇଛନ୍ତି, ସେଇଭଳିଆ ମାନେ ମହାନ ପୁରୁଷ ମାନଙ୍କୁ, ମହାନ ବ୍ୟକ୍ତି ମାନଙ୍କୁ ସେଦିନ ସ୍ମରଣ କରାଯାଏ ହେଲା। ସ୍ୱାଧୀନତା ଦିବସ ଆମର କାହିଁ ପାଳନ କରାହୁଏ? ସେଦିନ ଆମର ମହାନ ବ୍ୟକ୍ତି ମାନଙ୍କୁ ସମସ୍ତଙ୍କୁ ମହାତ୍ମା ଗାନ୍ଧୀ, ଆଉ କିଏ ଗୋପବନ୍ଧୁ ଦାସ, ଲାଲ ବାହାଦୁର ଶାସ୍ତ୍ରୀ, ଏମାନଙ୍କୁ ସବୁ ମନେ ପକା ହୁଏ ସେଦିନ ହେଲା। ତାଙ୍କ ପାଇଁ ଆମେ ଆଜି ସ୍ୱାଧୀନତା ପାଇଛନ୍ତି ହେଲା। ଆମେ ତାହେଲେ ମନେ ରହିବା ପିଲାମାନେ ସ୍ୱାଧୀନତା ଦିବସ କାହିଁକି ପାଳନ କରାହୁଏ? ଆଉ ମେନ୍ ଜିନିଷ ହେଲା ସ୍ୱାଧୀନତା ଦିବସ କାହିଁକି ପାଳନ କରାହୁଏ? ନା ସେଇଦିନ ହିଁ ଇଂରେଜ ମାନେ ଆମ ଦେଶ ଛାଡି ଚାଲି ଯାଇଥିଲେ ହେଲା। ତାପରେ ଆମ ଦେଶ ସ୍ୱାଧୀନ ହୋଇଥିଲା। ସେଥିପାଇଁ ସେଇ ଦିନଟାକୁ ସ୍ୱାଧୀନତା ଦିବସ ରୂପେ ପାଳନ କରାହୁଏ ସ୍କୁଲ ମାନଙ୍କରେ ହେଲା। କଣ କରାହୁଏ ସେଦିନ? ନା ସ୍କୁଲରେ ସ୍ୱାଧୀନତା ଦିବସ ପାଳନ କରାହୁଏ। ସ୍କୁଲରେ ତ୍ରିରଙ୍ଗା ପତାକା ଉଡାଯାଏ। ଆଉ କଣ କରାହୁଏ? ଆମର ଜାତୀୟ ସଙ୍ଗୀତ ବୋଲାଯାଏ। ଜାତୀୟ ସଙ୍ଗୀତ ଆମର କଣ କହିଲ? ଜନଗଣ ମନ ଅଧି ବୋଲା ହୁଏ ହେଲା। ମନେ ରହିଲା ସ୍ୱାଧୀନତା ଦିବସ କେବେ ପାଳନ କରାଯାଏ? 1947 ମସିହା ଅଗଷ୍ଟ 15 ତାରିଖ ଦିନ ଆମ ଦେଶ ସ୍ୱାଧୀନତା ହୋଇଥିଲା ହେଲା ପିଲାମାନେ।